ମୁଁ ଆଜି ତୁମକୁ ପଢ଼ଉଛି କ'ଣ ଦୂଷିତ ଜଳର ଉପଚାର। ଆମର ଯେଉଁ ଦୂଷିତ ଜଳଟା ହେଲା କେମିତି ଆମେ ତାକୁ କ'ଣ କରିବା ନା ପିଇବା ଉପଯୋଗୀ କରିପାରିବା ସେଇ ଅନୁସାରେ ଆଉ ଗୋଟେ ପରୀକ୍ଷା। ତମେ ଗୋଟେ ବଡ଼ କାଚ କ'ଣ ନେଇଗଲ କାଚ ବିକର ନେଇଗଲ ବୁଝିପାରିଲ ତାପରେ ଗୋଟେ ଫନେଲ୍ ବା କାହାଳି ନେଇଗଲ କାହାଳିରେ ପ୍ରଥମ ରଖିଦେଲ କ'ଣ ନା ବାଲି ତାପରେ ଛୋଟ ଗୋଡ଼ି ତାପରେ ବଡ଼ ଗୋଡ଼ି ବୁଝିପାରିଲ ତା ଦେହରେ ତମେ ଯେଉଁ ଦୂଷିତ ଜଳଟା ତା ଦେହରେ ପୁରେଇ ତାର ପଶିଲେ କ'ଣ ହେବ ନା ସେ ଆସ୍ତେ 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 ଆଗକୁ ବୁଝେଇକି ରହିଲା ବୁଝିପାରୁଛ ବୁଝେଇ ରହିଲା ପରେ ତାପରେ ଏକରେ ଯେଉଁ ଜଳଟା ବାହାରିବ ବୁଝିପାରୁଛ ଏ ଜଳଟା ବାହାରିବ ଏଇଟା କ'ଣ ନା ପରିଷ୍କାର ହେଇକି ବାହାରିବ ଏଇ ଯେଉଁ ଗୋଳିଆ ଦେଖାଯାଉଥିବ ଏଠି ଗୋଳିଆ ନ ହେଇକି ଧଳା ଦେଖାଯିବ ଏମିତି 3-4 ଥର କରିଦେଇକି ତା ଦେହରେ କ'ଣ କରିବ ନା ସେ ଯେଉଁ ପାଣି ଦେହରେ ଗୋଟିଏ କୋରିନ୍ ବଟିକା ପକେଇବ କୋରିନ୍ ବଟିକା ପକେଇଦେଲେ ତମେ ସେଇଟାକୁ ପିଇବା ଉପଯୋଗୀ ହେଇପାରିବ ବୁଝିପାରିଲ ତେଣୁ ଆମର ଦୂଷିତ ଜଳ କେମିତି ଉପଯୋଗୀ କରିକି ଆମେ ତ ପିଇବା ପାଣିରେ ପରିଚୟ କରିପାରିବା ଏମିତି ଛୋଟକାଟିଆ ତମକୁ ଦେଖାଗଲା କ'ଣ ଖାଲି ଚିତ୍ର ପରୀକ୍ଷା ତାପରେ ପ୍ରାକ୍ଟିକାଲ ପରୀକ୍ଷା ମୁଁ ଆଉ